ବୈଷ୍ଣବୀ ପ୍ରତିଷ୍ଠା ସୁକରୀର ବିଷ୍ଠା ବୋଲି କୁହାଯାଇଛି। ବୈଷ୍ଣବୀ ପ୍ରତିଷ୍ଠା ସୁକରୀର ବିଷ୍ଠା, ଏ ସୁକରୀର ବିଷ୍ଠା। କନକାମିନୀ ପ୍ରତିଷ୍ଠା ବାସନା ସମ୍ପୂର୍ଣ୍ଣ ବିଦୃତ ନ ହେଲେ ଗୁରୁ ସେବାର ସ୍ୱରୂପ ନିଜ ସ୍ୱରୂପ ବୁଝିବାରେ ଭ୍ରମ ହେବ। ଜୀବ ଅନାଦି କାଳରୁ ଯେଉଁ ଅନର୍ଥ ଦ୍ୱାରା ଆକ୍ରାନ୍ତ ତାହା ଦୂର କରିବାକୁ ହେଲେ ଗୁରୁ ସେବା ଏକମାତ୍ର ଉପାୟ। ଅନେକ ସମୟରେ କନକାମିନୀ ଲାଭ ଚେଷ୍ଟାକୁ ସହଜରେ ବର୍ଜନ କରାଯାଇପାରେ, କିନ୍ତୁ ସବୁ ଅନର୍ଥ ପରିତ୍ୟାଗ କରି ଯେଉଁ ଅନର୍ଥକୁ ପରିତ୍ୟାଗ କରାଯାଇପାରେନି ତାହା ହେଉଛି ପରମ ଅନର୍ଥ। ତାହା ଶାସ୍ତ୍ରରେ କୁହାଯାଇଛି। ସନାତନ ଗୋସ୍ୱାମୀ ପ୍ରଭୁ ତା ଉଦ୍ଧାର କରିଛନ୍ତି ହରିଭକ୍ତି ବିଳାସରେ। ସର୍ବତ୍ୟାଗେ ଅପ୍ୟୟା ସର୍ବାନର୍ଥ ଭୂଇ ଭୁବସ୍ୟତେ ପୂଜ୍ୟ ପ୍ରତିଷ୍ଠା ବିଷ୍ଠାୟା ଯତ୍ନ ନସ୍ପର୍ଶନେ ବରମ୍। ସର୍ବତ୍ୟାଗ କରି ସୁଦ୍ଧା ଯାହା ତ୍ୟାଗ କରାଯାଇପାରେ ନା, ତାହା ସମସ୍ତ ଅନର୍ଥର କାରଣ ପାଇଁ ପ୍ରତିଷ୍ଠା ବିଷ୍ଠା, ତାହା ଯେପରି ସ୍ପର୍ଶ ନ হয় ସେ ବିଷୟରେ ଯତ୍ନ କରିବା ଉଚିତ। ସେ ବିଷୟରେ ଯତ୍ନ କେହି ମହାଜନ ପ୍ରତିଷ୍ଠାକୁ ସୁକରର ବିଷ୍ଠା ସଙ୍ଗେ ତୁଳନା କରିଛନ୍ତି। ବିଷ୍ଠା ଅପ୍ରୟୋଜନୀୟ ବସ୍ତୁ, ପରିତ୍ୟାଗର ବସ୍ତୁ, କିନ୍ତୁ ପରିତ୍ୟକ୍ତ ହେଲେ ସୁଦ୍ଧା ପୁଣି ଜୀବ ବିଶେଷର ପ୍ରୟୋଜନୀୟ ଗ୍ରହଣୀୟ ହୋଇ ଦଣ୍ଡାୟମାନ ହୁଏ। କୁକୁର ଶୁକର ସେ ବିଷ୍ଠା ଗ୍ରହଣ କରନ୍ତି, ଅସାର ଭାଗକୁ ହିଁ ପ୍ରୟୋଜନୀୟ ସାର ଭାଗ ବୋଲି ସେମାନେ ଗ୍ରହଣ କରନ୍ତି। ପ୍ରତିଷ୍ଠାର ପ୍ରଭାବ ଏ ପ୍ରକାର। ସମର୍ଥ ଅନର୍ଥ ତ୍ୟାଗ କରି, ସମସ୍ତ ଅନର୍ଥ ତ୍ୟାଗ କରି ସୁଦ୍ଧା ଏହାକୁ ତ୍ୟାଗ କରାଯାଏ ନା। ଲୋକ ଯେତେବେଳେ ଧାର୍ମିକ ହେବା ନିମିତ୍ତ ଅଗ୍ରସର হয়, ଅନର୍ଥମର୍ଥନୁଭାବୟ ନିତ୍ୟମ୍ କହି କହି ଅର୍ଥକୁ ତ୍ୟାଗ କରନ୍ତି। କାତବ କାନ୍ତା କସ୍ତେ ପୁତ୍ର କହି କହି ସ୍ତ୍ରୀ ପୁତ୍ର ତ୍ୟାଗ କରି ପକାନ୍ତି। ତଥାପି ସେ ଯେ କାମିନୀ କାନ୍ତ ପରିତ୍ୟାଗ କରି ତ୍ୟାଗ ହେଇଛନ୍ତି, ଏ ଗର୍ଭଟି ପରିତ୍ୟାଗ କରିପାରନ୍ତି ନା। ଜଗତରେ ଦେଖିବାକୁ ମିଳେ ଲୋକ କଣ ନ କରୁଛି, ମଣିଷ କଣ ନ କରୁଛି। ବାଳକ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ଯେକୌଣସି ମାନଙ୍କର ଏପରି କୌଣସି ବିକଶିତ ଜ୍ଞାନପୂର୍ଣ୍ଣ ବ୍ୟକ୍ତିର ମନସ୍ତତ୍ଵ ଆଲୋଚନା କଲେ ଦେଖାଯାଏ ସମସ୍ତେ ହିଁ ଯଶ ଲୋଭରେ ସେମାନଙ୍କର ପ୍ରିୟତମ ପ୍ରାଣକୁ ତୁଚ୍ଛ କରିପାରନ୍ତି। କ୍ଷୁଦ୍ର ଶିଶୁକୁ ଯଦି ଭଲ କୁହାଯାଏ, ଗୃହପାଳିତ କୁକୁର ଆଦି ଇତର ଜନ୍ତୁକୁ ଯଦି ଆଦର କରାଯାଏ, ତାହେଲେ ସେମାନଙ୍କ ଦ୍ୱାରା ଅନେକ କିଛି ଦୁଷ୍କର କାର୍ଯ୍ୟ ମଧ୍ୟ କରାଯାଇପାରେ। ପୁନଶ୍ଚ ସେମାନଙ୍କୁ ମନ୍ଦ କହିଲେ ସେମାନେ ଏପରି ରୁଷ୍ଟ ହୋଇଯାଆନ୍ତି ଯେ ସେମାନଙ୍କ ଦ୍ୱାରା ଅନେକ ଅଭାବନୀୟ ଲୋମହର୍ଷକ ଘଟଣା ମଧ୍ୟ ସଂଗଠିତ ହୋଇଯାଏ। ଯଶ ଲୋଭରେ ବିଦ୍ୟାଳୟର ଛାତ୍ରଗଣ ଜୀବନପଣ କରି ଅଧ୍ୟୟନ କରନ୍ତି। ସମ୍ମାନ ଲୋଭରେ ବିଶ୍ୱ ସନ୍ତରଣ ପ୍ରତିଯୋଗିତା ଦେଖାଇବାକୁ ଯାଇ ଅନେକ ସଲିଳ ସମାଧି ଲାଭ କରନ୍ତି। ପ୍ରତିଷ୍ଠାକାଂକ୍ଷାରେ ପ୍ରମତ୍ତ ହୋଇ ଲୋକ ଯୁଦ୍ଧ କ୍ଷେତ୍ରରେ ପ୍ରାଣ ବିସର୍ଜନ କରେ। ଗଣମତର ଅଭିନନ୍ଦନ ପାଇବା ନିମିତ୍ତ ଲୋକ ପ୍ରବଳ ରାଷ୍ଟ୍ର ଶକ୍ତି ବିରୁଦ୍ଧରେ ଅଭିଯାନ କରି କାରାବରଣ କରେ। ଏପରିକି ଆଧୁନିକ ଯେଉଁ ସନ୍ତ୍ରାସବାଦ ଏକ ମହା ସମସ୍ୟାର ପ୍ରତୀକ ରୂପେ ଆଜି ଦଣ୍ଡାୟମାନ ହୋଇଛି, ତାହା ମୂଳରେ ରହିଛି ପ୍ରତିଷ୍ଠାର ପ୍ରେରଣା। ମଣିଷ ଜୀବିତାବସ୍ଥାରେ ଦୋଷର ଫଳ ଭୋଗ ନ କରି ମୃତ୍ୟୁ ପରେ ଗୌରବ ଲାଭ ଆଶାରେ ଜୀବନ ବୀମା କରିବାକୁ ଯାଏ। ପ୍ରତିଷ୍ଠାର ଏ ପ୍ରକାର ପ୍ରଭାବ କାମିନୀ କାଞ୍ଚନ ସ୍ପୃହାର ଦୌଡ଼ ବା ପରମାୟୁ ମଣିଷର ଜୀବନ କାଳ ପର୍ଯ୍ୟନ୍ତ, କିନ୍ତୁ ପ୍ରତିଷ୍ଠା ମୃତ୍ୟୁ ପରେ ମଧ୍ୟ ବଞ୍ଚି ରହିଥାଏ। ଏଇଥିପାଇଁ ଜାଗତିକ ନୀତିବାଦୀଗଣ କହନ୍ତି ଯେ କୀର୍ତ୍ତି ଯସ୍ୟ ସଜୀବତି। ଏହି ନୀତିରେ ପ୍ରଲୁବ୍ଧ ହୋଇ ମଣିଷ ଆତ୍ମବଳି ଦେବା ପାଇଁ କୁଣ୍ଠିତ ହୁଏ ନା। ଯଦିଓ ଜୀବିତାବସ୍ଥାରେ ସେଇ ଯଶ ଗୌରବ ସେ ଭୋଗ କରିପାରିବ ନା, ବିଲକ୍ଷଣ ଜାଣେ, ତଥାପି ତାର ଅବର୍ତ୍ତମାନେ ଭବିଷ୍ୟତ କାଳରେ ତାହାର ଯେ ଯଶ ହବ, ବର୍ତ୍ତମାନ ତାହାର ଏହି ମାନସିକ ଭୋଗରେ ପ୍ରମତ୍ତ ହୋଇ ସେ ଯଶ କ୍ରୟ କରିବା ନିମିତ୍ତ ମୃତ୍ୟୁପଣ କରିଥାଏ। ଏ ପ୍ରକାର ପ୍ରଣାଳୀ ପ୍ରମତ୍ତ ହୋଇ କେହି ଗ୍ରନ୍ଥକର୍ତ୍ତା, କେହି ସାହିତ୍ୟିକ, କେହି ଶିଳ୍ପୀ, କେହି ବା ସମୁଦ୍ର ଅତଳଗର୍ଭର ସନ୍ଧାନକାରୀ, କେହି ବା ଗୌରୀ ଶୃଙ୍ଗର ଅଭିଯାନକାରୀ, କେହି ବା ଉତ୍ତର ମେରୁ ଦକ୍ଷିଣ ମେରୁ ଆବିଷ୍କାରକାରୀ, କେହି ବା ହିଂସ୍ର ଜନ୍ତୁ ବହୁଳ ଅରଣ୍ୟ ମଧ୍ୟରେ ଜୀବନପଣକାରୀ ହେଇପାରେ। ଏଇଟା ହେଉଛି ଏ ସବୁ ମୂଳ ରହିଛି ସେ ଜଡ଼ ପ୍ରତିଷ୍ଠା। ଜଡ଼ ପ୍ରତିଷ୍ଠା ହେଉଛି ମତ୍ସ୍ୟତା ଜନ୍ମଭୂମି ଏବଂ ସ୍ଥାନ ଭିତରେ ରହିଛି ସୁପ୍ତ ଭାବେ ଏ ଖାପଟ୍ୟ। ଏ ଖାପଟ୍ୟ ହେଉଛି ସବୁର ମୂଳ। ସେଥିପାଇଁ ଏସବୁ କଥା ଅଛି। ତେଣୁ ଆଉ ପ୍ରଧାନ ପ୍ରତିବନ୍ଧକ ଭକ୍ତି ପଥର ଏ କଥା ଭଗବାନ ଜାଣିଛନ୍ତି। ତେଣୁ ଏ ଅସୁରଗଣ ମାନେ କଦାପି ଯୋଗ୍ୟ ନୁହନ୍ତି ସୁଧା ପାନ କରିବା ପାଇଁ।
ସେଥିପାଇଁ ଭଗବାନ ତାଙ୍କୁ ଦେଲେ ନା, ତାଙ୍କୁ ଦେଲେ ନା। ଅଲ୍ ରାଇଟ୍।